କେଉଁ ବହିଟା? ଆମ ଭାରତରେ ଯେଉଁ ବହିଟି ରହିଛି ସେଟା ମହାଶୂନ୍ୟ ବ୍ରହ୍ମ ଏକାକ୍ଷରକା। କେମିତି କ'ଣ ଆପଣ ନିଜେ ଲେଖିଛନ୍ତି? ପ୍ରଭୁଙ୍କ ମହାଗୁରୁ ମହାତ୍ମା ଶ୍ରୀଗୁରୁ ଶ୍ରୀ ଶ୍ରୀ ରାଜା ନରସିଂହ ଦେବଙ୍କ କୃପାରୁ ଏ ବହିଟି ପ୍ରକାଶିତ ହେଇଛି। କେମିତି କ'ଣ କେମିତି ଲେଖା ଆସିଲା? ତାଙ୍କର ଆଜ୍ଞା ହେଲା ଯେ ତୁମ୍ଭେ ମହାଶୂନ୍ୟ ବ୍ରହ୍ମ ଏକାକ୍ଷର ମେଳା ଲେଖ। ଆଚ୍ଛା। ମୁଁ କହିଲି ଆଜ୍ଞା ମୋତେ ଜଣା ନାହିଁ ସେ ମହାଶୂନ୍ୟ ବ୍ରହ୍ମ ଏକାକ୍ଷର ମେଳା ଲେଖିବା ପାଇଁ। ଗୁରୁ କହିଲେ ତୁମେ ଲେଖ, ମୁଁ ଅଛି। ସେ ଯଦି ଆପଣ କଣ୍ଠରେ ବିଜୟ ହେବେ ତାହେଲେ ମୁଁ ଲେଖିବି। ନା ମୁଁ ତୁମକୁ ଆଶୀର୍ବାଦ କରୁଛି, ତୁମେ ମହାଶୂନ୍ୟ ବ୍ରହ୍ମ ଏକାକ୍ଷର ମେଳାଟି ଲେଖ। ତାପରେ ସେଇ ମହାଶୂନ୍ୟ ବ୍ରହ୍ମ ଏକାକ୍ଷର ମେଳାଟି ଲେଖିବା ପାଇଁ 7 ଦିନ ସମୟ ଲାଗିଥିଲା। କେବେ ଆରମ୍ଭ କରିଥିଲେ, ଶେଷ ହେଲା କେବେ? ସେଇଟା ହେଇଥିଲା 2000 ମସିହା ପରେ ଲେଖା ହେଇଥିଲା। 7 ଦିନ ଲାଗିଥିଲା। କିନ୍ତୁ ଏ ପ୍ରକାଶିତ ହେଇନଥିଲା? ପ୍ରକାଶିତ ଏ ଲୋକଲୋଚନକୁ ଆସିନଥିଲା। ଏବେ ପୁଣି ପ୍ରକାଶିତ ହେଲା ପ୍ରଭୁଙ୍କ ନିର୍ଦ୍ଦେଶରେ? ପ୍ରଭୁଙ୍କ ନିର୍ଦ୍ଦେଶରେ 16 ମଣ୍ଡଳ ଭକ୍ତଙ୍କ ନିମନ୍ତେ ଏ ବହିଟି ପ୍ରକାଶିତ ହେଇଛି। 16 ମଣ୍ଡଳ ଭକ୍ତ ପାଇଯାଉନାହିଁ। ଏ ବହିରେ କ'ଣ ଏମିତି କ'ଣ ସବୁ ଏଇ ବହିରେ ଗୁପ୍ତ ରହସ୍ୟ ରହିଛି? ମହା ସଙ୍କଟରୁ ଆପଣମାନେ ଉଦ୍ଧାର ହେବେ, ରୋଗ ବ୍ୟାଧିରୁ ଉଦ୍ଧାର ହେବେ, ଧନ ଜନ ଗୋପଲକ୍ଷ୍ମୀ ବର୍ଦ୍ଧିତ ହେବ ଏବଂ ସନ୍ଧ୍ୟା ମାସକେ ଥରେ ସୋମବାର ବା ପୂର୍ଣ୍ଣମୀରେ ପଢ଼ିଲେ ଘରର ସମୃଦ୍ଧି ବଢ଼େ। ଆଉ ଭକ୍ତମାନେ ଯଦି ପଢ଼ନ୍ତି ବିପଦ ଆପଦରୁ ବି ତରିଯିବେ। ଆଚ୍ଛା। କେତେ ପୃଷ୍ଠା ଯାଏଁ ଲେଖା ଅଛି? ପୃଷ୍ଠା ଅଛି 18 ପୃଷ୍ଠା ପର୍ଯ୍ୟନ୍ତ। ପ୍ରଥମ କ'ଣ ଟିକେ ଶ୍ଲୋକଟା ଟିକେ କହିବେ, କ'ଣ ଲେଖିଛନ୍ତି? ଶ୍ରୀ ଜଗନ୍ନାଥ ହ୍ରୀଂ ଶ୍ରୀଂ ବିହା ଜଗତ ପ୍ରିୟା ଓಂ ଶ୍ରୀଂ ଜୟପ୍ରଦା ଓಂ ହ୍ରୀଂ ଜୟ ବର୍ଦ୍ଧିନୀ ଓಂ ହ୍ରୀଂ ଶ୍ରୀ ବାଗ ଜଗତମତଃ ଶ୍ରୀଂ କ୍ଳିଂ ଜଗତବର ପ୍ରଦଃ ଓಂ ଶ୍ରୀଂ ଜୁಂ ଜଟିନୀ କ୍ଳିଂ କ୍ଳିଂ ଜନନୀ ଶ୍ରୀଜରା ତୁରା। ଏମିତି ସବୁ ଶ୍ଲୋକ ସବୁ ଲାଗିଛି, ଲେଖା ହେଇଛି ଆଉ। ହଁ।